बोले रघुमणि निश्चय जानिबा रह कहीं बैठी को कौन कौन ओहो साधु क्या कहवा सन्थ क्या कहवा साधु किए सन्थ किए आज्ञा कहला आपे अपना को चिन्हिले टूटी जाए बासना रे टूटी जाए बासना रे टूटी जाए बासना आपे अपना को चिन्हिले भाई आसीना रे भाई आसीना जीना भाई आसीना आपे अपना को चिन्हिले कला पुराण रे लेखा होइछि थिले शिविराजन हरे दिले जिनी राजर हरे दिले देवी राजर मांस बोध पाइकी काटी गले प्रदान अरे गले प्रबार रे गले प्रबार गले प्रबार गले प्रबार गले प्रबार रे गले प्रदार गले प्रदार गोटी हेला साधु गोटी हेला सन्थ साधु सयुक्त अधु और अमिसिले आ हम हाँ सह बोले सही जीवन को जे अधु बाट को नहीं जाए आज्ञा सी हूँ साधु साधु जीवन में वितृष्णाजार नहीं नहीं लाभ केते क्षति केते हाँ जे जानिनी आज्ञा से साधु साधु मु पाला गुआई आज्ञा मते सारे केते पैसा देबे हाँ जदि मो मनरे भावना नहीं बे ताले मु साधु आज्ञा मु कोन टंकाटे छाड़ीबी ना मु तो टंकाटे छाड़ीबिनी नुए तो छाड़ी हबनी आ टंके बरम आउ 500 मागी के अधिक नेबी हाँ जेहेतु हमर सार ब्राह्मण आउ मु साधु होई परिबिनी ना वैराग्य भाव संसार करो आज्ञा जदि वैराग्य भाव रहिला ताल तमे साधु हो ठीक ठीक ऋषिराज जनक हाँ विसर्बा बाबाजी जाइछंती गेस्ट ही जाओ कहते भद्र लोक जनक बाबाजी खाइबा तैयारी करले विसर्बांग को आज्ञा खाइबा कौन चिकन मटन भद्र लोक जाते कौन खाइबा सब बेले तोर गोटे यही भलिया कथा मत विरक्त लगे कंटिन्यू करा जाओ पला आज्ञा कंटिन्यू करा जाओ विश्राम पहुंची गले जनक राज्य चिकन मटन नहीं देला आ कौन हुए कौन आज आम दी तीन पाला हाली कौन होची खाली माछ ऊपर तैयार चलचे ना हां तमे खाउछ ना मु खाउ मते साधा टिके टिके दो साधा पानी आ काली कंकोड़ा टिके हबो
ବାସ୍ ବାସ୍ ଯଦି ହବ ଟାଣ ବଡି ଦି ଖଣ୍ଡ ଦବ ଆଉ। ମୋର ସାଧା ଟିକେ ହେଲେ ଢେର। ଆଜ୍ଞା ତମେ ମାଛ ଖାଇଲ ମୁଁ ଖାଇଲି, ଖାଇଲି ନାଇଁ ତମେ ମଟନ ଖାଇଲ ମୁଁ ଖାଇଲି, ନା ମତେ ସାଧା ଟିକେ ଟିକେ ଅନୁଷ୍ଠାନ ଦବ, ମୁଁ ସେତିକି ମୁଠେ ମୁଠେ ଖାଇବି। ଠିକ ଗଲା ବିଶ୍ରବା ଗଲେ ଆଜ୍ଞା। ବିଶ୍ଵରବା ବାବାଜୀ ପହଞ୍ଚିଛନ୍ତି, ଜନକ ଋଷି ଖାଦ୍ୟ ତିଆରି କରିଛନ୍ତି। ଆଜ୍ଞା ଯେମିତି ଯାଇଛନ୍ତି ହେଲା କଣ ଦିଟା ସ୍ତ୍ରୀ ଲୋକ ବାପାଲୋ ଜନକଙ୍କ ଏ ଦୁର୍ବାସା ଗୋଡକୁ ଧୋଇଲେ। ବିଶ୍ଵରବା ନୁହଁ ଦୁର୍ବାସା। ଦୁର୍ବାସା ଠିକ ଅଛି। ଦିଟା ବାବାଜୀ ଗୋଡ ଧୋଇଲେ। ଆଚ୍ଛା ସ୍ତ୍ରୀ ଲୋକ ଦିଟା। ହଉ ରାଜାଟାର କାଣ୍ଡ ଜ୍ଞାନ ନାହିଁ। ଆରେ କାଣ୍ଡ ଜ୍ଞାନ ଯୋଉଟା କହନ୍ତି ବଙ୍କା ବଙ୍କା ଜ୍ଞାନ। ମୁଁ ଗୋଟେ ବାବାଜୀ, ହଁ ଦିଟା ଝିଅ ପିଲା ଆସିକି ମୋ ଗୋଡ ଧୋଉଛନ୍ତି। ଧଉଛନ୍ତି କଣ ଅଣ୍ଡ୍ରି ପୁଅ ନାହାନ୍ତି? ଏ କଣ ମରିଗଲଣି ପରାଜୟରୁ? ବାବାଜୀ ନୀରବ ରହିଲା। ଆଜ୍ଞା କହିଲା ହଉ ଧୋଇଦେଲେଣି ତ ଧୋଇଦେଲେଣି। ହଉ ଠିକ ଠିକ। ଭିତରକୁ ଯେତେବେଳେ ପ୍ରବେଶ କଲା ବାବାଜୀ, ହଁ ଦୁର୍ବାସାର ପାଦକୁ ଆଉ ଦିଟା ଝିଅ ଆସିକି ପୋଛିଲେ। ଆରେ ବା ସବୁ ଦୁଇ ଦୁଇ ଝିଅ ଆଉ। କହିଲା ଏଡେ ମୂର୍ଖଟା। ବାବାଜୀ ବସିଛି, ଖାଇବାକୁ ବାଢିକି ଆଣିଲେ ଦିଟା ଝିଅ। ଆଚ୍ଛା କହିଲେ କଣ ଏ ରାଜ୍ୟରେ ଅଣ୍ଡ୍ରି ପୁଅ ନାହାନ୍ତି? ନାହାନ୍ତି। ଆରେ ଜନକ ତୁ କଣ କରୁଛୁ? ଜନକ ବାବାଜୀ କହିଲେ ବାବା ହଁ ମୋ ଜୀବନରେ ସେ ଭାବନା ନାହିଁ। ଆଉ ମୁଁ ଏତିକି ଜାଣିଛି। କଣ? କହିଲା ଜୀବନରେ ଯେବେ ହୋଇବୁ ସତ୍ୟ ହେବୁ ତୁ ନାରୀ। ରେ ସତେ ହେବୁ ତୁ ନାରୀ, ରେ ସତେ ହେବୁ ତୁ ନାରୀ। ମଙ୍ଗଳ କରିବେ ଈଶ୍ୱର ତୋତେ କରୁଣା କରି। ଆରେ ମଙ୍ଗଳ କରିବେ ଈଶ୍ୱର ତୋତେ କରୁଣା କରି, ରେ ତୋତେ କରୁଣା କରି। ମଙ୍ଗଳ କରିବେ ଈଶ୍ୱର ତୋତେ କରୁଣା କରି। କହିଲେ ଜୀବନରେ ଯଦି ନାରୀ ଭାବକୁ ଗ୍ରହଣ କରିବୁ ବାସ୍ ତାହେଲେ ଆଗ ମୁକ୍ତି ପାଇବୁ। ହଁ ନାରୀ ଭାବକୁ ଯେ ନାରୀ କି ଭଲ ପାଇଲା ବେ ସେ ଆଗ ମରିବ। ଆଗ ମରିବ। ଯେ ନାରୀ କି ଭଲ ପାଇଲା ସେ ଆଗ ମରିବ। ମରିବ ନା ସଂସାରେ ଦୈବ ଦୌଡ଼ି ନର ଅଟଇ ଗାଈ। ରେ ନର ଅଟଇ ଗାଈ, ରେ ନର ଅଟଇ ଗାଈ। କାହିଁ ଷଣ୍ଢ କହିଲାନି କବି? ନାହିଁ ସଂସାରେ ଦୈବ ଦୌଡ଼ି ନର ଅଟଇ ଷଣ୍ଢ। ନା ଷଣ୍ଢ ଲେଖା ହେଇନି ଆଜ୍ଞା। ଆମେ କଣ ମଣିଷ ମଣିଷ ବୋଲେ? ମଣିଷ ହେଲେ ମାନବ। ଆମେ ଗୋଟେ ଗୋଟେ ଗାଈ। ଗାଈ ସଂସାରେ ଦୈବ ଦୌଡ଼ି ନର ମଣିଷ ଗାଈ, ରେ ନର ମଣିଷ ଗାଈ। ବିଶ୍ୱ ନାଟକ ସୂତ୍ରଧର ଆୟ ତଳେ ଚଢ଼ାଇ। ତଳେ ଚରାଇ, ରେ ତଳେ ଚରାଇ, ତଳେ ଚରାଇ। ତଳେ ଚରାଇ, ରେ ତଳେ ଚରାଇ, ତଳେ ଚରାଇ। ବିଶ୍ୱ ନାଟକ ସୂତ୍ରଧରରେ ଆମେ ଗୋଟିଏ ଗୋଟିଏ ଗାଈ। ଆଜ୍ଞା କିଏ କୋଉ ରୂପରେ ଗାଈ ହଁ ତାହା ଆମେ କହିପାରିବାନି। ନା ତାହା ଯଦି କହିଦିଅନ୍ତି ମୁଁ କାହିଁକି ପାଲା ବାଲା ହୁଅନ୍ତି? ମୁଁ ତ ଭଗବାନ ହେଇଯାନ୍ତି। ଠିକ ଠିକ ଠିକ। ମୁଁ କାହିଁକି ଭିକ ମାଗିବାକୁ? ଆଜ୍ଞା ତେଣୁ କେତେବେଳେ ନେଇ ବସାଏ ରାଜ ସିଂହାସନରେ। ରେ ରାଜ ସିଂହାସନରେ, ରେ ରାଜ
ସନା ଦାସ ମୂର୍ଖ ମନେ ପଡ଼ିଗଲା ଏତେବେଳେ ମନେ ପଇଲା ଏତେବେଳେ ମନେ ପଇଲା ଆଜ୍ଞା ଛାଡ଼ନ୍ତୁ ଆଜ୍ଞା ବଡ଼ ଭାଇ ଏବେ ବଡ଼ ଭାଇ ବଡ ଭାଇ କହିକି ମୁଣ୍ଡିଆ ମାରିବି ବର୍ଷା ଘରେ ତାମାନେ ପେଣ୍ଡାଲ ଉପରେ ନୃସିଂହଟା କାହାକୁ ଛାଡିବନି। ତାମାନେ ଆପଣ ବସା ଘରେ ମୁଣ୍ଡିଆ ମାରିବେ ପେଣ୍ଡାଲରେ ଆପଣ ଛାଡ଼ିବେନି କ'ଣ କହିବା କଥା ତାରି ପଦ କୁହନ୍ତୁ। ମତେ କହୁଛି ମୁଁ ଗୋଟେ ବାଉଳା ଗାୟକ। ହଁ ବାଉଳା ଧୋବା କେତେ କଥା କହୁଛନ୍ତି ଆଜ୍ଞା ମୁଁ ବ୍ରାହ୍ମଣ ଛୁଆ ମତେ କହୁଛି ମୁଁ ଧୋବା। ଧୋବା କ'ଣ କରିବେ କହିଲ କେତେବେଳେ ନାଇଁ ବସାଏ ରାଜ ସିଂହାସନରେ